ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ ସର୍ବପ୍ରଥମ ଗୁରୁଦେବ ଗଣପତି ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ଗୋଟେ ନ୍ୟୁ ସେସନ ନବା। ସବୁଦିନ ତ ଆଷ୍ଟ୍ରବାସ୍ତୁ ପଢୁଛେ, ହେଲେ ଗୋଟେ କଥା ଜୀବନରେ ସବୁବେଳେ ମନେ ରଖିବ, କିଛି ଜିନିଷ, କିଛି ଏଥିକ୍ସ ଏମିତି ବନେଇକିନା ରଖିବ ଯୋଉ ଏଥିକ୍ସ କୁ ତୁମେ ମାନେ ମେଣ୍ଟେନ କରିକି ଜୀବନ ସାରା ଚାଲିପାରିବ। ଜୀବନରେ କିଛି ବି ହେଇଗଲା, ସମୟ ସବୁବେଳେ ପରୀକ୍ଷା ନିଏ ଜୀବନରେ। ଆଉ ସବୁଦିନ ସମାନ ଯାଏନି, ସବୁ ବର୍ଷ ସମାନ ଯାଏନି। ଏବେ ମାର୍ଚ୍ଚ କେତେରୁ ଯୋଜନା ଚାଲିଛି, ଏବେ ତମକୁ ଚିଡିବେ। ଆମେ ଆଷ୍ଟ୍ରୋଲୋଜର ହେଲେ କଣ ହେଲା, ଆମେ ବାସ୍ତୁ ଜାଣିଲେ କଣ ହେଲା, ପୁଣି କାର୍ମିକ ପାଟର୍ନ ଅଛି ନା ନାଇଁ। କାଲି ମୁଁ ମନ୍ଦିରରେ କଣ କରୁଛି, ମହାଦେବଙ୍କୁ ଉଠୁଛି, ମତେ ଫିଲ୍ ହଉଛି କି ଆଜି ମୋର କିଛି ଗୋଟେ ଅସୁବିଧା ହବାର ଅଛି। ଆଉ ସେତେବେଳେ ଏତେ ଜଲ୍ଦିରେ ସିଚୁଏସନ ଅତିବାହିତ ହେଲା ଯେ ମୋ ହାତରେ କଣ୍ଟ୍ରୋଲ ନଥିଲା। ମତେ ଗୋଟେ ଜାଗାକୁ ଯିବାର ଥିଲା, ଟ୍ରାଭେଲ କରିବାର ଥିଲା, ମୁଁ ସେଥିପାଇଁ ଟ୍ରାଭେଲ କରିବି ଏବଂ ଟ୍ରାଭେଲ ପଶି ସେ ଜାଗାକୁ ଗଲି। ଏଟା ଗୋଟେ ଲୁହା କଣ୍ଟାରେ ପଶିଲା, ଗୋଡରେ ଫୁଟିଲା ଯେ ହାଡରେ ବାଜିଲା। ବ୍ଲିଡିଂ ଏତେ ମାତ୍ରାରେ ହେଲା ଯେ କହିବାରେ ଟିଟଲି। ଆଉ ଯଦି ବା ତମେ ସବୁ କିଛି ଜାଣ, ତମେ କିଛି କଣ୍ଟ୍ରୋଲ କରିପାରିବନି, ଯାହା ହବା ହବ। ତମେ ଏତେ ଏତେ ଜନ୍ମର କର୍ମ ସବୁ ଧରିକିନା ବସିଛ, ତାହାର କଣ କରିବି, ସେ ପୁରୁଣା ହିସାବକୁ ଖତମ କରିବା ପାଇଁ ଯୋଉ ଯୋଉ ସବୁ କର୍ମ କରାଯାଏ ସେଗୁଡା ତମେ କରୁନ। ଆଉ ତାପରେ ତମେ କହୁଛ କି ତମ ଉନ୍ନତି ହେଇଯିବ, ସେଟା possible। ବା ତମର କିଛି ହବନି, ସେଟା ଇମ୍ପସିବଲ। ତ ଆମେ ଆଜି ଡିସ୍କସନ କରିବା ଯେ କଣ ପାଇଁ ଏମିତି ହଉଛି। ସନାତନ ଧର୍ମର ସଂସ୍କୃତିରେ ମଣିଷ ଜୀବନ ଅତିବାହିତ କେମିତି କରିକି ଚାଲିବ, ସବୁ ପୁରାଣ ଶାସ୍ତ୍ରରେ ଦିଆଯାଇଛି। ଆମେ ଖାଲି ଏଇଟା କହୁ, ଏ ପୁରାଣରେ ଅଛି, ଶାସ୍ତ୍ରରେ ଅଛି। ଦେଖନ୍ତୁ, ପୁରାଣ କହିଲେ ଯାହା ପୁରା କାଳରେ ଘଟିଥିଲା, ପୂର୍ବତନ କାଳରେ ଯୋଉ ଜିନିଷ ଗୁଡାକ ଘଟି ଯାଇଛି ତାକୁ କୁହାଯାଏ ପୁରାଣ। ସେଥିରେ ଏତେ ମାଇନ୍ୟୁଟ ଆସ୍ପେକ୍ଟ ଡିସ୍କସନ କରାଯାଇଛି ଯେ ମଣିଷ ତାର ଜୀବନରେ କେମିତି ଚାଲିବ, କେମିତି ବ୍ରଶ କରିବ, କେମିତି ଚୁଟି କାଟିବ, କୋଉଦିନ ଚୁଟି କାଟିବ, ଏତେ ସବୁ ଜିନିଷକୁ ଆମର ପୁରୁଣା ମହର୍ଷି ମାନେ ଟେଷ୍ଟେଡ ଚେକଡ ଭେରିଫାଏଡ ଓକେ କରିକି ଡିସପ୍ଲେ କରିଛନ୍ତି। ହେଲେ ଆମକୁ ସମୟ ନାହିଁ ସେଗୁଡାକ କରିବା ପାଇଁ। ହଁ, ଆମେ ମୋବାଇଲ ବହୁତ ସମୟ ରିଲ୍ସ କରିବା, କିନ୍ତୁ ପୁରାଣ ପଢିପାରିବା ନାହିଁ। ଗୀତା ପ୍ରେସ ଗୋରଖପୁର ଗୋଟେ ସଂସ୍ଥା ଅଛି, ଯୋଉମାନେ ଜାଣିନାହାନ୍ତି, ଯୋଉମାନେ ଜାଣିଛନ୍ତି ସେମାନଙ୍କ ପାଇଁ ଭଲ। କମ ପଇସାରେ ଏତେ ଏତେ ବଢିଆ ବଢିଆ ଜିନିଷ ବହି ଛାପୁଛି, ଯୋଉଥିରେ କି ଜୀବନ ଧାରଣର ବହୁତ ମୂଳ ମନ୍ତ୍ର, ମୂଳ ତତ୍ଵ ଗୁଡାକ ଲିପିବଦ୍ଧ ଅଛି। ସେଗୁଡାକ ବିଷୟରେ ଆମେ ଆମେ ଜାଣିକି ବୁଝୁ, ଆମେ ପଢୁ ହିଁ ନାହିଁ, ଶୁଣୁ ହିଁ ନାହିଁ। ତେଣୁ ଗୋଟେ କଥା ହେଲା, ପ୍ରାଚୀନ କାଳରେ ଯାହା ଘଟି ଯାଇଥିଲା, ସେ ଘଟିବା ଦ୍ଵାରା ଆମେ କଣ ଶିକ୍ଷା ନେଲେ ଏବଂ କୋଉ ହିସାବରେ ଚାଲିଲେ ଆମର ଜୀବନଟା ଠିକ ଭାବରେ ଚାଲିବ, ସେଗୁଡିକ ଆମର ପୁରାଣରେ ଦିଆଯାଇଛି। ଦେଖନ୍ତୁ, ସର୍ବପ୍ରଥମେ ବେଦ ଗୋଟିଏ ଥିଲା, ତାକୁ ଚାରି ଭାଗରେ ଡିଭାଇଡ କରିଦେଲେ ବ୍ୟାସଦେବ। ତେଣୁ ବିଭିନ୍ନ ପ୍ରକାରେ ସ୍ୱତନ୍ତ୍ର ପୁରାଣ ବୋଲି ଗୋଟେ କିଛି ନଥିଲା। ବେଦର ସଂହିତା ଆଉ ବ୍ରାହ୍ମଣ ନାମକ ଗ୍ରନ୍ଥ ରହିଛି, ସେଗୁଡା ସବୁ ଅନେକ ଭାଗରେ ବିଭକ୍ତ ହେଇଛି। ବୈଦିକ ଯୁଗରେ କୌଣସି ମାତ୍ରାରେ ସ୍ୱତନ୍ତ୍ର ପୁରାଣ ନଥିଲା। ବୈଦିକ ଯୁଗର ପରେ ବ୍ୟାସାଦି ମୁନି ଋଷି ମାନେ ପୁରାଣ ମାନଙ୍କର ରଚନା କରିଥିଲେ। ସେମାନେ କାହିଁ ରଚନା କଲେ, ଗୋଟେ ଲୋକ ଗୃହସ୍ଥ ଧର୍ମ କିଭଳି ଭାବେ ପାଳନ କରିବ, ଏଥିରେ ସ୍ଥାବର ଜଙ୍ଗମ ଦେବତା, ଅସୁର, ଗନ୍ଧର୍ବ, ଯକ୍ଷ, ରାକ୍ଷସ, ମନୁଷ୍ୟ ଆଦି ମାନଙ୍କର ବୃତ୍ତାନ୍ତ, ସୃଷ୍ଟି ବିବରଣ, ବ୍ରହ୍ମର ସାର୍ଥକତା ଓ ନିରାକାରତା, ସାକାରତା, କ୍ରିୟା ଯୋଗ, ଆତ୍ମତତ୍ଵ ନିର୍ଣ୍ଣୟ, ଜ୍ୟୋତିର୍ବିଜ୍ଞାନ, ପୁରା ପୁରା କାଳ ରାଜା ମାନଙ୍କର ବଂଶାବଳୀ, କାର୍ଯ୍ୟକଳାପ ବିଷୟରେ ବିଭିନ୍ନ ଭାବରେ ଭଲ ଭାବରେ ବର୍ଣ୍ଣିତ ଅଛି। ଏଇ ଯୋଉ ଆଷ୍ଟ୍ରୋଲୋଜି ଆମେ ପଢୁଛୁ, ଏହାର ମୁଖ୍ୟ ସ୍ରୋତ ପୁରାଣରୁ ହିଁ ଆସିଛି। ତାପରେ ରିସର୍ଚ୍ଚ ହେଇ ଆଜି ଆମେ ଏ ଯାଏଁ ପହଞ୍ଚୁ। କିଛି ସମୟ ପୂର୍ବରୁ, କିଛି ଦିନ ପୂର୍ବରୁ, 2-3 ମାସ ପୂର୍ବରୁ ଜଣେ ସିନିୟର ଲୋକ, ବହୁତ ସିନିୟର, ବହୁତ ଜଗନ୍ନାଥଙ୍କର ଜଣେ ଭକ୍ତର ସହିତ ଆମର ଦିଲ୍ଲୀରେ କଥାବାର୍ତ୍ତା ହେଇଥିଲା। ମାନେ ଦିଲ୍ଲୀରେ ସେ ରହନ୍ତି, ତାଙ୍କର ଚାକିରି ହଠାତ୍ ଚାଲି ଯାଇଛି ଏବଂ
ତାଙ୍କେ କି ସଜେଷ୍ଟ କରିଥିଲୁ କି ଆପଣ ଏଇଆ କରିନିଅନ୍ତୁ, ଆପଣଙ୍କର ଏଇଭଳିଆ ଗୋଟେ ଜାଗାରେ ଜବ ଲାଗିବ। ତାଙ୍କର ଆଜି ହିଁ କନଫର୍ମେସନ ଆସିଲା କି ଜବ ଲାଗିଯାଇଛି। ଆଉ ଆମେ ଯୋଉ ଡେଟ୍ ଟାଇମ୍ ଭିତରେ ପିରିୟଡ ଭିତରେ କହିଥିଲୁ, ସେ ଡେଟ୍ ଟାଇମ୍ ପିରିୟଡ ଭିତରେ ତାଙ୍କର ହେଇ ହେଇ ହିଁ ଯାଇଛି। କହିବାର ତାତ୍ପର୍ଯ୍ୟ ହେଲା ଏଠି କିଛି ରକେଟ ସାଇନ୍ସ ନୁହଁ। ଆପଣ ମାନେ ଯେତିକି ପଢିବେ, ଯେତିକି ଜାଣିବେ, ସେତିକିରେ ଆପଣ ମାନଙ୍କୁ ସୁବିଧା ମିଳିବ। ତେଣୁ ଗୋଟେ ପୁରାଣ ଉଠାନ୍ତୁ, ପୁରାଣର କଣ୍ଟେଣ୍ଟ ଦେଖନ୍ତୁ, ସେଠି ଥିବ ଗୃହସ୍ଥର ଧର୍ମ ନିର୍ଣ୍ଣୟ, ଜ୍ୟୋତିର୍ବିଜ୍ଞାନ, ଜ୍ୟୋତିଷ ଶାସ୍ତ୍ରର ଉପକାରିତା, ବାସ୍ତୁ ବିଜ୍ଞାନ, ଏଗୁଡାକ ଡେ ଟୁ ଡେ ଲାଇଫରେ ଆପଣଙ୍କୁ ଦରକାର। ଆପଣ ମାନେ ଜାଣିଛନ୍ତି ମୋବାଇଲରେ ନମ୍ବର ଡାଏଲ କଲେ କଲ୍ ହବ, କିନ୍ତୁ ଆପଣ ମାନେ ବହୁତ ଲୋକ ଏଠି ଜାଣିନାହାନ୍ତି ଯଦି ଜଣେ ଘରେ ମରିଯାଏ ତାହେଲେ କୋଉ କୋଉ ଜିନିଷ ଦରକାର ତାର ଅନ୍ତିମ ସଂସ୍କାର କରିବା ପାଇଁ। ଯେତେବେଳେ ଶ୍ରାଦ୍ଧ ତର୍ପଣ ଆସିଗଲା ତାହେଲେ ବ୍ରାହ୍ମଣଙ୍କୁ ଲିଷ୍ଟ ମଗାଯିବ, ଆଜ୍ଞା ଲିଷ୍ଟ ଦିଅନ୍ତୁ। କିନ୍ତୁ ପୁରାତନ ଯୁଗରେ ସେଇଆ ହଉନଥିଲା। ଆମର ଜେଜେବାପା ଅଜାଙ୍କ ଟାଇମରେ ସେମାନେ କଣ କରୁଥିଲେ ନା ସେମାନେ ଜିନିଷ ଗୁଡାକ ନିଜେ ସବୁ ଗୋଟେଇ ଗାଟେଇକି ସବୁ ଜାଗା ରେଡି କରୁଥିଲେ। ବ୍ରାହ୍ମଣ କହିବା ପୂର୍ବରୁ ତାଙ୍କ ପାଖରେ ଜିନିଷ ପହଞ୍ଚି ଯାଉଥିଲା। ମୁଁ ଏଇଟା କହୁନି କି ଏଇଟା ଭୁଲ ଜିନିଷ ଖରାପ ଜିନିଷ, ମୁଁ କହୁଛି ଯୋଉ ସନାତନର ମୂଳଭୂତ ସିଦ୍ଧାନ୍ତ ଅଛି ସେଟା ପୁରାଣ ଶାସ୍ତ୍ରରେ ସନ୍ନିହିତ ଭାବରେ ଅଛି। ଆମେ ଯଦି ତାକୁ ପଢୁ ହିଁ ନାହିଁ, ଆମେ ଯଦି ତାପରେ କଲଚର କରୁନାହିଁ, କଣ ପଢିଦେବି ତା ଆପଣ ଗୋଟିଏ କଥା ମନେ ରଖନ୍ତୁ, ଧର ମୁଁ ଗୋଟେ କୋଉଠି ଶାସ୍ତ୍ରରେ ପଢିଲି ଆମକୁ ଏମିତି କାମ କରିବା କଥା, ସେ ଗୋଟିଏ ଜିନିଷ ଆପଣ ଜୀବନରେ ଇମ୍ପ୍ଲିମେଣ୍ଟ ଆଉ ତାପରେ କହନ୍ତୁ ଆପଣଙ୍କ ରେଜଲ୍ଟ କଣ ଆସୁଛି। ଗୋଟିଏ ଦିନରେ ମିରାକେଲ କିଛି ହୋଇଯାଏନି। ଏ ଜୀବନ ଆମେ ଯୋଉଟା ଆଜି ପାଇଛେ ଏଟା ଜନ୍ମ ଜନ୍ମାନ୍ତର ସାଧନା ଫଳରେ ପାଇଛେ ଏବଂ ଆଗର ଏଇଟା ଉତ୍ତର ଆଡିକି ଗତି କରି କରି ଚାଲିଛି। ତେଣୁ ପୁରାଣ ମାନଙ୍କର ସଂଖ୍ୟା ଜେନେରାଲ ଦି ଭାଗ ଅଛି। ମାନେ ଜାଣିଲେ ମୁଁ ଏଇଥିପାଇଁ ଏଇ ଭିଡିଓଟା କରୁଛି, କାରଣ ଶାସ୍ତ୍ର ଯଦି ଉପରେ ରହିଲା ତାହେଲେ ମଣିଷ ତାକୁ ଫଲୋ କରିବ। ଶାସ୍ତ୍ରର ଇଣ୍ଟରପ୍ରିଟେସନ ଯେହେତୁ ଗଡବଡିଛି ସେ ସମସ୍ତେ ଭୁଲ ଭାଲ ଦିଗକୁ ପଳଉଛନ୍ତି। ଆପଣ ଯଦି ଅନ୍ୟ ଲୋକମାନେ କହନ୍ତି ଯେ ସନାତନ ଧର୍ମରେ ଯଦି ଆପଣ ଦେବୀ ଭାଗବତ ପଢିବେ ତାହେଲେ ଦେବୀ ହିଁ ହଉଛି ପରବ୍ରହ୍ମ। ଯଦି ଆପଣ ବିଷ୍ଣୁ ପୁରାଣ ପଢିବେ ତାହେଲେ ଭଗବାନ ବିଷ୍ଣୁ ନାରାୟଣ ହଉଛନ୍ତି ପରବ୍ରହ୍ମ। ଯଦି ଆପଣ ଶିବ ପୁରାଣ ପଢିବେ ତାହେଲେ ଶିବ ହଉଛନ୍ତି ପରବ୍ରହ୍ମ। ଏମିତି ଯେ ପୁରାଣ ବି ସେ ତାଙ୍କୁ ପରବ୍ରହ୍ମର ଉପର ଆଖ୍ୟା ଦିଆଯାଇଛି। ତାର କଣ ସମସ୍ତେ ପରବ୍ରହ୍ମ? ଇଏ ବଡ ସିଏ ଖରାପ, ସିଏ ବଡ ସିଏ ଖରାପ। ଆରେ ଭଗବାନ ଭଗବାନ ଏକ ସେ ତାର ବିଭିନ୍ନ ରୂପ ନେଇପାରେ। ଯଦି ସେଇ ଭଗବାନ ଯିଏ ସବୁ ସୃଷ୍ଟି କରିଛି, ସବୁ ସୃଷ୍ଟି ଚକ୍ରକୁ ମେଣ୍ଟେନ କରିକି ଚାଲିଛି, ଯଦି ତା ପାଖରେ ସବୁ power, ସିଏ କଣ କେବଳ ଗୋଟିଏ ହେଇକି ରହିବାକୁ ସୀମିତ ହେଇକି ରହିବାକୁ ଇଏ କରିବ? ସନାତନ ଧର୍ମ ସଂସ୍କୃତିରେ ପ୍ରତ୍ୟେକ ଇଚ୍ ଆଣ୍ଡ ଏଭ୍ରି ଅବଜେକ୍ଟ ହଉଛି ବ୍ରହ୍ମର ସାକାର ରୂପ। ଇଚ୍ ଆଣ୍ଡ ଏଭ୍ରି ଅବଜେକ୍ଟ, ଧୂଳି କଣାଠୁ ଆରମ୍ଭ କରି ଆକାଶ ତତ୍ତ୍ୱ ପର୍ଯ୍ୟନ୍ତ। ତ ପୁରାଣ ଜେନେରାଲି ଦି ଭାଗରେ ବିଭକ୍ତ ହେଇଛି। ଗୋଟେ ହେଲା ମହାପୁରାଣ, ଆଉ ଗୋଟେ ହଉଛି ଉପପୁରାଣ। ତ ମହାପୁରାଣରେ କଣ କଣ ରହିଲା ନା 18 ପୁରାଣ ରହିଲା। କଣ କଣ ନା ବ୍ରହ୍ମ ପୁରାଣ, ପଦ୍ମ ପୁରାଣ, ବିଷ୍ଣୁ ପୁରାଣ, ଶିବ ପୁରାଣ, ମତାନ୍ତରରେ ୟାକୁ ପୁରାଣ ମଧ୍ୟ କେହି କହନ୍ତି, ଭାଗବତ ମହାପୁରାଣ, ନାରଦୀୟ ପୁରାଣ ମହାପୁରାଣ, ମାର୍କଣ୍ଡେୟ ପୁରାଣ, ଅଗ୍ନି ପୁରାଣ, ଭବିଷ୍ୟ ପୁରାଣ, ବ୍ରହ୍ମବୈବର୍ତ ପୁରାଣ, ଲିଙ୍ଗ ପୁରାଣ, ବରାହ ପୁରାଣ, ସ୍କନ୍ଦ ପୁରାଣ, ବାମନ ପୁରାଣ, କୁର୍ମ ପୁରାଣ, ମତ୍ସ୍ୟ ପୁରାଣ, ଗରୁଡ ପୁରାଣ, ବ୍ରହ୍ମାଣ୍ଡ ପୁରାଣ। ଏଇ 18ଟା ହଉଛି ପୁରାଣ। ତାହେଲେ ବ୍ରହ୍ମ ପୁରାଣରେ ଶ୍ଲୋକ ସଂଖ୍ୟା 10,000, ପଦ୍ମ ପୁରାଣରେ 55,000, ବିଷ୍ଣୁ ପୁରାଣରେ 23,000, ଶିବ ପୁରାଣ ବା ବାୟୁ ପୁରାଣ ଯୋଉ ତା ଦେହରେ 24,000, ଭାଗବତରେ 18,000, ନାରଦୀୟ ପୁରାଣରେ 25,000, ମାର୍କଣ୍ଡ ପୁରାଣରେ 9,000, ଅଗ୍ନି ପୁରାଣରେ 15,000, 14,500, ବ୍ରହ୍ମ ବୈବର୍ତ ପୁରାଣରେ 18,000, ଲିଙ୍ଗ ପୁରାଣରେ 11,000, ବରାହ ପୁରାଣରେ 24,000, ସ୍କନ୍ଦ ପୁରାଣରେ 81,100, ବାମନ ପୁରାଣରେ 10,000, କୁର୍ମ ପୁରାଣରେ 17,000, ମତ୍ସ୍ୟ ପୁରାଣରେ 14,000, ଗରୁଡ ପୁରାଣରେ 19,000 ଆଉ ବ୍ରହ୍ମାଣ୍ଡ ପୁରାଣରେ 12,000 ଟୋଟାଲ। ଏବଂ ୟାଙ୍କର ପୁଣି ବିଭିନ୍ନ ବିଭିନ୍ନ ଋଷି ମାନେ ଅଛନ୍ତି। ବ୍ରହ୍ମ ପୁରାଣକୁ ଜେନେରାଲି ବ୍ୟାସଦେବଙ୍କର ଶିଷ୍ୟ ଲୋମହର୍ଷଣ ଋଷି ଲେଖିଛନ୍ତି ଏବଂ ବ୍ରହ୍ମ ପୁରାଣରେ ସ୍ପେସିଆଲି ସୂର୍ଯ୍ୟଦେବଙ୍କର କଥାଟା ଡିଫାଇନ ହେଇଛି। ଏମିତି ପ୍ରତି ଜିନିଷରେ ପଦ୍ମ ପୁରାଣ ଚକ୍ର ବର୍ଣ୍ଣନା କରାଯାଇଛି, ବିଷ୍ଣୁ ପୁରାଣରେ ସୃଷ୍ଟି ବୃତ୍ତାନ୍ତ ଇତିହାସ ବର୍ଣ୍ଣନା କରାଯାଇଛି, ଶିବ ପୁରାଣରେ ମହାଦେବଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ଭାଗବତ ନାରଦୀୟ ପୁରାଣରେ ବିଷ୍ଣୁଙ୍କୁ, ମାର୍କଣ୍ଡ ପୁରାଣରେ ଦୁର୍ଗାଙ୍କୁ କରାଯାଇଛି, ଅଗ୍ନି ପୁରାଣରେ ଅବତାର ଓ ରାଜା ବଂଶାବଳୀ ମୁଁ ଗୋଟେ ଓଭରଅଲ କହୁଛି।
ମୋର କହିବା କଥା, ଆପଣ ଯୋଉ ଜାଣିଛନ୍ତି ଦୁର୍ଗା ସପ୍ତଶତୀ ଶ୍ରୀ ଶ୍ରୀ ଚଣ୍ଡୀ ଅଛି, ଏଇଟା ଗୋଟେ ପୁରାଣର ପାଠ, ଯାହା ଉପାସକୁ ସର୍ବଶ୍ରେଷ୍ଠ ବୋଲି କୁହାଯାଏ। ଚାହେ ତାନ୍ତ୍ରିକ ହୁଅନ୍ତୁ, ଚାହେ ବୈଦିକ ହୁଅନ୍ତୁ, ଚାହେ ଯେକୌଣସି ମାର୍ଗର ଲୋକ ହୁଅନ୍ତୁ, ବିନା ଦେବ ଉପାସ ସେମାନେ ଆଗକୁ ଆଗେଇ ପାରିବେ ନାହିଁ। ସେଟା ପୁରାଣରୁ ଆସିଛି। ଏମିତି ଅନେକ ଜିନିଷ ପୁରାଣରୁ ଆସିଛି। ଆମେ ଏକ୍ସପ୍ଲେନ ହିଁ କରିପାରିବା ନାହିଁ। ଆମେ ସେ ଜିନିଷଟାକୁ ଏକ୍ସପ୍ଲେନ ହିଁ କରିପାରିବାନି ଯେ ଏତେ ମାତ୍ରାରେ ଡିଟେଲ ଆମ ପାଖରେ ଅଛି, ଆମେ ସେ ବିଷୟରେ ପ୍ରତ୍ନତତ୍ତ୍ୱବିଦ ଯୋଉମାନେ ଥାଆନ୍ତି, ବହୁତ କିଛି ଜିନିଷ ଲେଖିଛନ୍ତି, ବହୁତ କିଛି ଜିନିଷ କହିଛନ୍ତି। ଅ, ଉପପୁରାଣ ବି ଯୋଉଗୁଡାକ ରହିଛି, ସେଇଟା ବି 18ଟା। ପୁରାଣ 18ଟା ମୁଁ କହିଲି। ଉପପୁରାଣ ଶୁଣନ୍ତୁ, ଉପପୁରାଣ କଣ କଣ? ନା ସନତ କୁମାର ଉପପୁରାଣ, ନରସିଂହ ଉପପୁରାଣ, ନାରଦ ଉପପୁରାଣ, ଶୈବ ଧର୍ମ ଉପପୁରାଣ, ଦୁର୍ଗା ଉପପୁରାଣ, ନଦୀ ଉପପୁରାଣ, କପିଳ ଉପପୁରାଣ, ମାନବ ଉପପୁରାଣ, ଔଷନସ ଉପପୁରାଣ, ବ୍ରହ୍ମାଣ୍ଡ ଉପପୁରାଣ, ବାରୁଣ ଉପପୁରାଣ, କାଳିକା ଉପପୁରାଣ, ମାହେଶ୍ଵର ଉପପୁରାଣ, ଶାମ୍ବ ଉପପୁରାଣ, ସୌପ ପୁରାଣ, ପରାଶର ଉପପୁରାଣ, ମାରିଚି ଉପପୁରାଣ, ଭାର୍ଗବ ବା ମତାନ୍ତର ଦେବୀ ଭାଗବତ। ଏହା ଛଡା ଅନେକ ପ୍ରକାର ଉପପୁରାଣ ଆପଣ ପଢିବେ। ନନ୍ଦୀଶ୍ଵର ଉପପୁରାଣ, ଶୈବ ଆଦିତ୍ୟ, ଶମ୍ଭୁ, ବିଶିଷ୍ଟ, କୃତଲିଙ୍ଗ, ବିଷ୍ଣୁ ଧର୍ମୋତ୍ତର, ବୃହତ ଧର୍ମ, ଗୌରୀ ନୀଳ, ଏତେ ବହି ଅଛି ଯେ କହିହବନି। ଆପଣ ମାନେ ଦେଖିବେ, ଆପଣ ମାନେ ଯଦି କିଏ ତା ଦେହରେ ସାମଞ୍ଜସ୍ୟ ବାହାର କରିବାକୁ ଚେଷ୍ଟା କରିବେ, ଯୋଉମାନେ ଆଷ୍ଟ୍ରୋଲୋଜି ଆଉ ବାସ୍ତୁ କରୁଛନ୍ତି, ସେମାନେ ପୁରାଣର ମେନ୍ ପାର୍ଟ, ନାରଦୀୟ ପୁରାଣ ହେଲା, ସ୍କନ୍ଦ ପୁରାଣ ହେଲା, ବ୍ରହ୍ମ ପୁରାଣ ହେଲା, ବିଭିନ୍ନ ପ୍ରକାର ଯୋଉ ପୁରାଣ ଅଛି ସେଥିରେ ଡିଟେଲ ଦିଆଯାଇଛି ବାସ୍ତୁ ବିଷୟରେ। ସେଥିରେ ଡିଟେଲ କୁହାଯାଇଛି ତାଙ୍କ ଦେବତାଙ୍କ ବିଷୟ, କିଭଳି ଭାବରେ ଆଷ୍ଟ୍ରୋଲୋଜି ଅପରେଟ କରୁଛି। ଆପଣ ଯଦି ବୃହତ ନାରଦୀୟ ପୁରାଣ ପଢିବେ, ସେଥିରେ ଆପଣ କ୍ଲିୟରଲି ଜାଣିପାରିବେ ଯେ ସେଥିରେ କଣ ଅଛି କଣ ନାହିଁ। ଆଷ୍ଟ୍ରୋ ବାସ୍ତୁର ପୁରା ବେସିକ ଯୋଉ ଗୁଣ ଗୁଡାକ ଅଛି, ସେଗୁଡା ସବୁ ତା ଦେହରେ ଅଛି। ଆମେ ତ ଏତେ ପଢିପାରିବାନି, ତାହେଲେ କଣ କରିବା? ଆମେ ଯେକୌଣସି ଗୋଟେ ରୁ ଷ୍ଟାର୍ଟ କରିବା କଥା। ଯଦି ଆମକୁ 1000 ମାଇଲ ଯିବାର ଅଛି, ଆମେ ତାହେଲେ ଗୋଟେ ଷ୍ଟେପ ନେଲେ ତ ଆଗକୁ ବଢିବା। ଯଦି ଆମେ ଗୋଟେ ଷ୍ଟେପ ହିଁ ନେଇନେ, ତ ଆଗକୁ କଣ ବଢିବା? ତ ଆମକୁ କୌଣସି ଗୋଟେ ଉପକରଣ ଉଠେଇବାର ଅଛି, ବା କୌଣସି ଗୋଟେ ପୁରାଣ ଉଠେଇବାର ଅଛି, ସେ ପୁରାଣକୁ ନେଇକି ଆମକୁ ପଢିକି ରିସର୍ଚ୍ଚ କରିକି ଦେଖିବାର ଅଛି। ଆଉ ଯୋଉମାନେ ଆଷ୍ଟ୍ରୋଲୋଜି ବାସ୍ତୁ ପଢୁଛନ୍ତି, ସେମାନଙ୍କୁ ମୁଁ ହାଇଲି ରେକମେଣ୍ଡ କରିବି, ବୃହତ ନାରଦୀୟ ପୁରାଣ ଗୋଟେ ମିଳୁଛି, ତାକୁ ଆଣିକି ପଢ। କାରଣ ପୁରାଣ ଯାହା ମାନେ ପୂରଣ କରେ, କଣ ପୂରଣ କରେ? ଲାକନା, ନଲେଜ ର ଲାକନାକୁ ପୂରଣ କରେ, ଯାହାକୁ ଆଧାର କରି, ଯାହାକୁ ବେଶ କରି ମଣିଷ ତାର ଜୀବନ ଧାରଣ ପ୍ରକ୍ରିୟା ପ୍ରଣାଳୀକୁ ଆଗକୁ ବଢେଇ ପାରିବ ଏବଂ ତାର ନଲେଜକୁ ମଧ୍ୟ ବଢେଇ ପାରିବ। ତେଣୁ ଆଉ ଯୋଉମାନେ ଏଠି ଅଛ, ସେମାନେ ଯଦି ରିମେଡି ବିଷୟରେ ଜାଣିବାର ଅଛି, ତାହେଲେ ବ୍ରହ୍ମାଣ୍ଡ, ବ୍ରହ୍ମ ବୈବର୍ତ, ମାର୍କଣ୍ଡ, ଭବିଷ୍ୟ, ବାମନ ଆଉ ବ୍ରହ୍ମ ପୁରାଣ ଉପରେ ରିସର୍ଚ୍ଚ କର। ସବୁତିକ ସାତ୍ଵିକ ରିମେଡି ସେଠି ଦିଆଯାଇଛି। ସବୁ ଦେବତାଙ୍କ ସ୍ତୋତ୍ର, କବଚ, ତିଳକ ପ୍ରାୟ ସବୁଥିରେ ସେଥିରେ ଆଭେଲେବୁଲ ଅଛି। ଠିକ ଅଛି। ତେଣୁ ମୋର କହିବାର ତାତ୍ପର୍ଯ୍ୟ ହେଲା ଯେ ଆମେ ଜଗନ୍ନାଥଙ୍କ ଦେଶର ଲୋକ, ଆଉ ସ୍କନ୍ଦ ପୁରାଣରେ ଉତ୍କଳ ଖଣ୍ଡରେ କ୍ଲିୟରଲି ମହାପ୍ରଭୁ ଜଗନ୍ନାଥଙ୍କ ବିଷୟରେ କ୍ଲିୟରଲି ବର୍ଣ୍ଣିତ ଅଛି। ଯେ ତାଙ୍କୁ ଦର୍ଶନ କଲେ କଣ ହୁଏ, ତାଙ୍କର ଇଏ କଲେ କଣ ହୁଏ, କେମିତି ଗ୍ରହ ମାନଙ୍କର ଶାନ୍ତି କରାଯାଏ, ପୁରୀ ଥରେ ଦର୍ଶନ କରିଦେଲେ କଣ ହୁଏ, କାହିଁକି ମଣିଷକୁ ଜଗନ୍ନାଥଙ୍କର ଦର୍ଶନ କରିବା ଉଚିତ, କରିବା ଦ୍ୱାରା କଣ ପାପ, କଣ ପୁଣ୍ୟ ଫଳ ପ୍ରାପ୍ତି ହୁଏ, ଏ ସବୁ ଏଭ୍ରିଥିଙ୍ଗ ଡିଟେଲି ଏକ୍ସପ୍ଲେନ ଅଛି। ବଟ ଆପଣ ସେ ଭାବ ନେଇ ଯଦି ତାକୁ ପଢିବେ, ଦେଖନ୍ତୁ ଭକ୍ତି ବିନା ଜ୍ଞାନ ରହିବନି, କି ଜ୍ଞାନ ବିନା ଭକ୍ତି ରହିବନି। ଯଦି ଆପଣଙ୍କର କେବଳ ଭକ୍ତି ଅଛି, ଜ୍ଞାନ ନାହିଁ, ତାହେଲେ ଆପଣଙ୍କୁ ଲୋକ ଠକିଦେବେ। ଯଦି ଆପଣଙ୍କର ଜ୍ଞାନ ଅଛି, ଭକ୍ତି ନାହିଁ, ତାହେଲେ ଆପଣଙ୍କୁ ଅହଂକାରୀ ବୋଲି ଲୋକ କହିବେ। ଆପଣଙ୍କୁ ଉଭୟଙ୍କୁ ମିଶେଇକି ଚାଲିବାର ଅଛି, ନାହିଁ ଭକ୍ତିକୁ ଛାଡିବାର ଅଛି, ନାହିଁ ଜ୍ଞାନକୁ ଛାଡିବାର ଅଛି। କୌଣସି କର୍ମ ବିନା ସମର୍ପଣ ଭକ୍ତି ଭାବ ଦ୍ଵାରା ଯଦି କରାଯାଏ, ତାହେଲେ ସେ କର୍ମ ସ୍ଥାୟିତ୍ଵ ପ୍ରାପ୍ତି କରେ ନାହିଁ। ଆପଣ ଯଦି ଶ୍ରୀମଦ୍ ଭାଗବତମ ପଢିବେ, ସେଥିରେ କ୍ଲିୟରଲି ବର୍ଣ୍ଣିତ ଅଛି,
ମହର୍ଷି ବ୍ୟାସଦେବ ଏତେ ପୁରାଣ ଶାସ୍ତ୍ର ରଚନା କଲା ପରେ ମଧ୍ୟ ତାଙ୍କୁ ସନ୍ତୁଷ୍ଟି ମିଳିଲା ନାହିଁ ଏବଂ ଶ୍ରୀ ଅ, ଭଗବାନ ନାରଦଙ୍କର ପ୍ରେରଣା କ୍ରମେ ଭାଗବତକୁ ରଚନା କଲେ। ତେଣୁ ଆପଣ ଯୋଉ ଆଷ୍ଟ୍ରୋଲୋଜି ବାସ୍ତୁ ପଢୁଛନ୍ତି ସେଥିରେ କିଛି ନିଷ୍ଠା, କିଛି ରୁଲ୍ସ ନିଜ ଜୀବନରେ ଆଣନ୍ତୁ ଏବଂ ସମସ୍ତଙ୍କୁ ରିକ୍ୱେଷ୍ଟ, ସମସ୍ତେ ବୃହତ ନାରଦୀୟ ପୁରାଣ କିଣନ୍ତୁ ଏବଂ ତା ଦେହରେ ଦିଆଯାଇଥିବା ଆଷ୍ଟ୍ରୋଲୋଜି ଓ ବାସ୍ତୁର କୋଡ୍ ଗୁଡାକୁ ଡିସିଫର କରିବାକୁ ଚେଷ୍ଟା କରନ୍ତୁ। ଆପଣଙ୍କୁ ଏତେ ହେଲ୍ପ ମିଳିବ ଯେ ଆପଣଙ୍କର ମଡର୍ଣ୍ଣ ପାଠ ପଢା ସହିତ ପୁରାଣର, ଦେଖନ୍ତୁ ଘରର ବେସ୍ ଯଦି ଷ୍ଟ୍ରଙ୍ଗ ଥାଏ ତାହେଲେ ଘର ଷ୍ଟ୍ରଙ୍ଗ ରହିବ। ଆମର ବେସ୍ ହଉଛି ଆମର ସଂସ୍କୃତି, ପରମ୍ପରା। ତା ବିଷୟରେ ଯେତେ ଆମର ନଲେଜ ରହିବ ସେତେ ଆମେ ସୁଖ ସୁବିଧା ସ୍ୱଚ୍ଛନ୍ଦରେ ବଞ୍ଚି ପାରିବା। ଇହ ଜଗତରେ ଯଦି ଆମ ପାଖରେ ଆମାଉଣ୍ଟର ପାୱାର ଥାନ୍ତା, ଏତିକି ଆମର ପୁଣ୍ୟ ଥାନ୍ତା, ଏତିକି ଆମର ଧର୍ମ ଥାନ୍ତା, ତାହେଲେ ଆମେ ଇହ ଜଗତରେ କାହିଁ ଜନ୍ମ ହେଇଛେ? ଆମେ ସେତିକି ଆମାଉଣ୍ଟର, ଚାଣକ୍ୟ ତାଙ୍କର ବହିଛନ୍ତି ଯେ ଚାଣକ୍ୟ ନୀତିରେ କ୍ଲିୟରଲି ବୋଧେ ଏଗୁଡା ସବୁ ମେନସନ ଅଛି, ଯାହା ମୋର ମନେ ପଡୁଛି ପଢୁଥିଲା ଭିତରେ, ମଣିଷ ଯଦି ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ଭିତରୁ କୌଣସି ଗୋଟେ ବର୍ଗକୁ ଭଲ ସାଧନ କରିନାହିଁ ପୁରୁଷାର୍ଥର ଚତୁର୍ବର୍ଗରୁ, ତାହେଲେ ତାକୁ ଏ ସଂସାରକୁ ଆଉଥରେ ଫେରିବାକୁ ପଡିବ। ଆମର ସେତିକି ପୁଣ୍ୟ ନାହିଁ। ପୁଣି ଆହୁରି ଗୋଟେ ବି ଅଛି ଯେ ଭାଗବତରେ, 84 ଲକ୍ଷ ଜନ୍ମ ପରେ ମଣିଷ ଜନ୍ମ ମିଳେ। ତେଣୁ ଆପଣ ଦି ସାଇଡ ଦେଖନ୍ତୁ। ପ୍ରଥମ ସାଇଡ ରେ ଆପଣ ସେଇ ବନ୍ଧନ ଚକ୍ରରେ ବାରମ୍ବାର ଫସୁଛନ୍ତି ମଣିଷ ଜନ୍ମ ପାଇ। ଦ୍ୱିତୀୟ ଚକ୍ରରେ ବହୁତ ପୁଣ୍ୟ କରିଛନ୍ତି ବୋଲି ମଣିଷ ଜନ୍ମ ପାଇଛନ୍ତି। ତାହେଲେ ମଣିଷ ଜନ୍ମ କାହିଁ ପାଇଛନ୍ତି? ସମସ୍ତଙ୍କର ଲକ୍ଷ୍ୟ ହେଲା ଈଶ୍ୱର ପ୍ରାପ୍ତି, ଆଉ ସେଇଟା ବିନା ନଲେଜରେ ହେଇପାରିବନି। ଆଉ ଭକ୍ତି ହିଁ ସେଇ ଜ୍ଞାନ, ତାକୁ ପର୍ସୁ କରିବା ଦ୍ଵାରା, ନିଷ୍ଠା ଦ୍ଵାରା ଆପଣ ମାନେ ସେଟାକୁ ପାଇପାରିବେ। ତେଣୁ ଯୋଉମାନେ ଆଷ୍ଟ୍ରବାସ୍ତୁ ପଢୁଛନ୍ତି ସମସ୍ତଙ୍କ ରିକ୍ୱେଷ୍ଟ, ସମସ୍ତେ ବୃହତ ନାରଦୀୟ ପୁରାଣ ଯଦି ଗୋଟେ ବହି ଅଛି ଯଦି ସେମାନେ ସେଇଟା କିଣିପାରିବେ, ପଢିପାରିବେ, ସେମାନଙ୍କ ପାଇଁ ବହୁତ ଭଲ। ତ ଆଜିର ସେସନରେ କିଛି ଅଯଥା ପଢା ଜ୍ଞାନ, ଏମିତି କଲେ ଏଇଆ ହବ, ସେଇଟା କଲେ ସେଇଆ ହବ, ସେ ବିଷୟରେ ଡିସ୍କସ ନ କରି ମୁଁ ପୁରାଣ ଶାସ୍ତ୍ରର ଉପାଦେୟତା ବିଷୟରେ ଆଲୋଚନା କଲି। ଆଶା କରେ ସମସ୍ତଙ୍କୁ ଏ ସେସନରୁ କିଛି ଶିଖିବାକୁ ମିଳିଥିବ। ଆଉ କିନ୍ତୁ ବାସ୍ତବରେ ଆପଣଙ୍କୁ ସେତିକି ବେଳେ ଶିଖିବାକୁ ମିଳିବ ଯେତେବେଳେ ଆପଣ ଧୀରେ ଧୀରେ ତାକୁ ପଢିବେ ଏବଂ ତାକୁ ଆକ୍ଚୁଆଲି ଜୀବନରେ ଗୋଟେ ଗୋଟେ ଲାଇନ, ଗୋଟେ ଗୋଟେ କାମ ଆପଣ ଜୀବନରେ ରୂପାନ୍ତରିତ କରିବେ। ମନେ ରଖନ୍ତୁ, ସୂତା ଅଡୁଆ ହେଲେ ଆମକୁ ଖୋଲିବାକୁ ଯଦି ଅଛି, ତାହେଲେ ଆମକୁ ସେ ଗୋଟେ ମୁଣ୍ଡକୁ ଖୋଜିବାକୁ ପଡିବ କି ତାର ଗୋଟେ ମୁଣ୍ଡ କୋଉଠି ଅଛି, କୋଉଠି ଅଡୁଆ ହେଇଛି। ସେ ଗୋଟେ ମୁଣ୍ଡରୁ ଖୋଲି ଖୋଲି ଚାଲିବାକୁ ପଡିବ। ସେମିତି ଜୀବନରେ ହଜାର ଗୁଣ ଥାଇପାରେ, ହଜାର ଜିନିଷ ଥାଇପାରେ, କିନ୍ତୁ ଆମକୁ ସେ ଗୋଟିଏରୁ ଷ୍ଟାର୍ଟିଂ କରିବାକୁ ପଡିବ, ଯୋଉ ଗୋଟିଏକୁ ନେଇକି ନିଷ୍ଠାର ସହିତ ଆମେ ଜୀବନ ଭରି ଚାଲିପାରିବା। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।